ପ୍ରକୃତରେ କାହାର ଆୟୁଷ ନେଇ ବଞ୍ଚୁଛି ମନୁଷ୍ୟ। ସାଙ୍ଗମାନେ, ଆଜି ଆମେ ଜାଣିବା ମନୁଷ୍ୟର ଆୟୁଷ କେତେ। ଭଗବାନ ବ୍ରହ୍ମା ସୃଷ୍ଟି ସର୍ଜନା ବେଳେ ମନୁଷ୍ୟକୁ କେତେ ଆୟୁଷ ଦେଇଥିଲେ, ମନୁଷ୍ୟର ପ୍ରକୃତ ଆୟୁଷର ରହସ୍ୟ। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ଏପରି ରହସ୍ୟମୟ ଭିଡିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ। ସୃଷ୍ଟିର ଆରମ୍ଭ କାଳ ଚାଲିଥିଲା, ଜୀବଜନ୍ତୁ ମନୁଷ୍ୟର ସୃଷ୍ଟି ହୋଇଯାଇଥାଏ। ଗୋଟେ ହଂସ ମାନସରୋବର ପାହାଡ ଉପରେ ବସିଥାଏ। ସେଇ ସମୟରେ 3 ଜଣ ଜୀବ ଗଧ, କୁକୁର, ପେଚା ତା ଆଡକୁ ଆସିବାର ଦେଖିଲା। ସେହି 3 ଜୀବ କଥାବାର୍ତ୍ତା ହେଉଥାନ୍ତି। ଗଧ କହୁଥାଏ, ଭଲ ହେଲା ମୋର ଅଧା ଆୟୁଷ ଭଗବାନ ବ୍ରହ୍ମାଙ୍କୁ କହି ମୁଁ କମ କରିଦେଲି। ସେହିପରି ପେଚା ବି କହୁଥାଏ, ମୋର ବି ଭଲ ହେଲା, ମୋର ଅଧା ଆୟୁଷ ବ୍ରହ୍ମାଦେବ କମ କରିଦେଲେ। ସେହିପରି କୁକୁର ବି କହୁଥାଏ। ଏହା ଶୁଣି ହଂସ ଆଶ୍ଚର୍ଯ୍ୟ ହୋଇଗଲା। ମାନସରୋବର ପାଖରେ ଥିବା କୈଳାସ ପର୍ବତରେ ଭଗବାନ ଶିବ ରହୁଥିଲେ। ହଂସ ଭଗବାନ ଶିବଙ୍କ ପାଖକୁ ଗଲା। ସେଠାରେ ହଂସ ଭଗବାନ ଶିବଙ୍କୁ ପଚାରିଲା, ହେ ପ୍ରଭୁ, 3 ଜୀବ ପେଚା, ଗଧ, କୁକୁର କଥା ହେଉଥିଲେ, ତାଙ୍କର ଅଧା ଆୟୁଷ ବ୍ରହ୍ମଦେବ କମ କରିଦେଲେ, ଆଉ ସେମାନେ ଖୁସି ବି ଥାନ୍ତି, ତାର ରହସ୍ୟ କଣ ପ୍ରଭୁ? ଏ କଥା ଶୁଣି ଭଗବାନ ଶିବ ଟିକେ ହସିଲେ, ଆଉ ହସିକି କହିଲେ, ହେ ହଂସ, ମୋ କଥାକୁ ଧ୍ୟାନରେ ଶୁଣ। ଭଗବାନ ବ୍ରହ୍ମଦେବ ସୃଷ୍ଟିର ରଚନା କଲେ, ଆଉ ପ୍ରତ୍ୟେକ ଜୀବଙ୍କୁ ଅଲଗା ଅଲଗା ଆୟୁଷ ପ୍ରଦାନ କରିଥିଲେ। କିନ୍ତୁ ଏହି 3 ଜଣ ସୃଷ୍ଟିକର୍ତ୍ତା ବ୍ରହ୍ମଦେବଙ୍କ ପାଖକୁ ଗଲେ। ବ୍ରହ୍ମଦେବଙ୍କୁ ପଚାରିଲେ, ହେ ପ୍ରଭୁ, ଆମ ମାନଙ୍କର ଆୟୁଷ କେତେ ଆମକୁ କୁହନ୍ତୁ। ଏହା ଶୁଣି ଭଗବାନ ବ୍ରହ୍ମାଙ୍କ ପାଖରେ ଆଗରୁ ଉପସ୍ଥିତ ମନୁଷ୍ୟ କହିଲା, ହଁ ଭଗବାନ, ମୋର ବି ଆୟୁଷ ସ୍ଥିର କରିଦିଅନ୍ତୁ। ଭଗବାନ ବ୍ରହ୍ମା କହିଲେ, ମୁଁ ତୁମ 4 ଜଣଙ୍କୁ 40 ବର୍ଷ ଲେଖାଏଁ ପ୍ରଦାନ କରୁଛି। ଯାଅ ପୃଥିବୀ ପୃଷ୍ଠରେ ନିଜର ଆୟୁଷକୁ ଭୋଗ କର। ଗଧ ଏ କଥା ଶୁଣି କହିଲା, ହେ ପ୍ରଭୁ, ଆପଣ ଏ କଣ କରିଦେଲେ? ଆପଣ ମୋର ଆୟୁଷ 40 ବର୍ଷ କରିଦେଲେ। ମୁଁ ତ ବୋଝ ବୋଇ ବୋଇ ମରିଯିବି। ହେ ଭଗବାନ, ଆପଣ କୃପା କରିକି ମୋର ଆୟୁଷ 20 ବର୍ଷ କମ କରିଦିଅନ୍ତୁ। ଭଗବାନ ବ୍ରହ୍ମଦେବ ଗଧକୁ କହିଲେ, ହେ ଗଧ, ମୁଁ ତୁମ ଆୟୁଷ କମ କରିଦେବି, ହେଲେ ତୁମର ଏ ସାଥୀ ମାନଙ୍କୁ ପଚାର, ତୁମର 20 ବର୍ଷର ଆୟୁ କିଏ ନେବେ? ଯିଏ ନେବାକୁ ଚାହିଁବ ମୁଁ ତୁମର ଆୟୁଷ କମ କରିଦେବି। ପାଖରେ ଥିବା ମନୁଷ୍ୟ ଏ କଥା ଶୁଣି କହିଲା, ହେ ଭଗବାନ, ଆପଣ ତ ମୋତେ କେବଳ 40 ବର୍ଷ ଆୟୁଷ ପ୍ରଦାନ କରିଛନ୍ତି। ଏ 40 ବର୍ଷରେ ମୁଁ କଣ କରିବି? ଗଧର 20 ବର୍ଷ ମୋତେ ଦେଇ ଦିଅନ୍ତୁ। ଏହା ଶୁଣି ବ୍ରହ୍ମଦେବ କହିଲେ, ତଥାସ୍ତୁ। ଯାହା ଫଳରେ ମନୁଷ୍ୟର ଆୟୁଷ 60 ବର୍ଷ ହୋଇଗଲା। ଗଧର କଥା ଶୁଣି କୁକୁର କହିବାକୁ ଲାଗିଲା, ହେ ବ୍ରହ୍ମଦେବ, ଆପଣ ମୋତେ 40 ବର୍ଷ ଦେଇଛନ୍ତି। ଆପଣ ମୋ ପ୍ରତି ଅନ୍ୟାୟ କରିଛନ୍ତି। ମୋ ଭାଗ୍ୟରେ ତ ଅଇଁଠା ଖାଇବା, ମାଡ଼ ଖାଇବା ଅଛି। ତେଣୁ ଏ 40 ବର୍ଷରେ ମୁଁ ବହୁତ କଷ୍ଟ ପାଇବି। ତେଣୁକରି ହେ ଭଗବାନ, ମୋ ଆୟୁଷର ଅଧା କମ କରିଦିଅନ୍ତୁ। ଗଧ ପରି ତୁମ ଆୟୁଷ ଏ 2 ଜଣ ମଧ୍ୟରୁ କିଏ ନେବାକୁ ଚାହିଁବ, ମୁଁ ତୁମର ଆୟୁଷ କମ କରିଦେବି। ଏହା ଶୁଣି ମନୁଷ୍ୟ ପୁଣି ଥରେ ବ୍ରହ୍ମଦେବଙ୍କୁ କହିଲା, ହେ ଭଗବାନ, ମୋର ଆୟୁଷ ତ କେବଳ 60 ବର୍ଷ ହୋଇଗଲା। ମୁଁ ଏତେ ବଡ ସଂସାରରେ 60 ବର୍ଷରେ କଣ ବା କରିପାରିବି? ହେ ଭଗବାନ, କୁକୁରର ଅଧା ଆୟୁଷ ମୋତେ ଦାନ କରିଦିଅନ୍ତୁ। ଏହା ଶୁଣି ବ୍ରହ୍ମଦେବ କହିଲେ, ତଥାସ୍ତୁ। ତାପରେ ମନୁଷ୍ୟର ଆୟୁଷ 80 ବର୍ଷ ହୋଇଗଲା। ତାପରେ ପେଚା, ସିଏ ବା କାହିଁକି ପଛକୁ ରହିଥାନ୍ତା? ପେଚା କହିବାକୁ ଲାଗିଲା, ହେ ଭଗବାନ, ମୋ ଜୀବନରେ ମୋତେ କେବେ ବି ଦିନରେ ଦେଖାଯିବନି। ଆପଣ ତ ମୋ ଭାଗ୍ୟରେ ରାତିରେ ଚଳପ୍ରଚଳ ପାଇଁ ଲେଖିଛନ୍ତି। ଆଉ ଏମିତି ଜୀବନରେ ମୁଁ 40 ବର୍ଷ ନେଇ କଣ କରିବି? ମୋର ବି 20 ବର୍ଷ କମ କରିଦିଅନ୍ତୁ। ଏହା ଶୁଣି ବ୍ରହ୍ମଦେବ କହିଲେ, ତୁମେ ସେ 3 ଜଣଙ୍କୁ ପଚାର, ସେ ଯଦି କେହି ତୁମର ଆୟୁଷ ନେବେ, ତାହେଲେ ମୁଁ ତୁମ ଆୟୁଷ କମ କରିଦେବି। ଏହା ଶୁଣି ପାଖରେ ଥିବା ମନୁଷ୍ୟ କହିବାକୁ ଲାଗିଲା, ହେ ଭଗବାନ, ମୋତେ ତ ଆପଣ 80 ବର୍ଷ ଦେଲେ। ସେ 2 ଜଣ ତ ନିଜ ନିଜ ଆୟୁଷ ମୋତେ ଦେଇଦେଲେ। ପେଚାର 20 ବର୍ଷ ଆୟୁଷ ସେମାନେ ନେଇ କଣ କରିବେ? ଆପଣ ପେଚାର ଆୟୁଷ ମୋତେ ଦେଇ ଦିଅନ୍ତୁ। ଭଗବାନ ବ୍ରହ୍ମଦେବ କହିଲେ, ତଥାସ୍ତୁ। ମନୁଷ୍ୟର ଆୟୁଷ 100 ବର୍ଷ ହୋଇଗଲା। ତାପରେ ମହାଦେବ ହଂସକୁ କହିଲେ, ସେ 3 ଜଣ ନିଜ ନିଜ ଆୟୁଷରୁ 20 ବର୍ଷ ଲେଖାଏଁ ମନୁଷ୍ୟକୁ ଦେଇ ବହୁତ ଖୁସି ହେଇଗଲେ। ତାପରେ ହଂସ କହିଲା, ହେ ମହାଦେବ, ମନୁଷ୍ୟ ଯେମିତି ଗଧ, କୁକୁର ଓ ପେଚାର ଆୟୁଷ ନେଲା, ତାର କଣ କିଛି ପ୍ରଭାବ ପଡିବ ନାହିଁ? ମହାଦେବ କହିଲେ, ଶୁଣ, ମନୁଷ୍ୟ ନିଜର 40 ବର୍ଷ ବୟସ ପର୍ଯ୍ୟନ୍ତ ମଣିଷ ପରି ବଞ୍ଚିଥାଏ। ସେ ନିଜ ଇଚ୍ଛାରେ ରହିଥାଏ। ଯିଏ ଯାହା ହେବାକୁ ଇଚ୍ଛା କରିଥାଏ ସେ ତାହା ହୋଇଥାଏ।
ରାଜା ମନ୍ତ୍ରୀ ସେନାପତି ଯାହା ଇଚ୍ଛା କରେ ତାହା ହୋଇଥାଏ। ଯେତେବେଳେ ତାର 40 ବର୍ଷ ପୁରା ହୋଇଯାଏ ସେତେବେଳେ ତାର ପରିବାର ମା ବାପା ସ୍ତ୍ରୀ ପିଲାମାନଙ୍କ ଦାୟିତ୍ୱ ତା ଉପରକୁ ଆସି ଯାଇଥାଏ। ସେ ଗଧ ପରି ସେତେବେଳେ ପରିଶ୍ରମ କରିଥାଏ। ତା ଇଚ୍ଛାରେ ସେ ରହିପାରେ ନାହିଁ। ତା ପରିବାରର ଖୁସି ପାଇଁ ଗଧ ପରି ଖଟିଥାଏ। ଯେତେବେଳେ ମନୁଷ୍ୟକୁ 60 ବର୍ଷ ହୋଇଯାଏ ତାର ପରିଶ୍ରମ କରିବାର କ୍ଷମତା କମିଯାଏ। ସେ ତା ପିଲାମାନଙ୍କ ଭରସାରେ ବଞ୍ଚିବାକୁ ଲାଗେ। ତାର କଥାକୁ କେହି ମାନନ୍ତି ନାହିଁ। ବହୁତ କମ ଲୋକ ଅଛନ୍ତି ଯିଏ ତାଙ୍କ ବାପା ମାଙ୍କ କଥାକୁ ମାନନ୍ତି। କିନ୍ତୁ କିଛି ଲୋକ ନିଜ ପିତାମାତାଙ୍କୁ କୁକୁର ଭଳି ବ୍ୟବହାର କରନ୍ତି, ତାଙ୍କ କଥାକୁ ଧ୍ୟାନ ଦେଇ ନଥାନ୍ତି। ଯେଉଁ ମନୁଷ୍ୟ 80 ବର୍ଷ ଅତିକ୍ରମ କରିଥାଏ ସେବେଠାରୁ ତାର ପେଚାର ଆୟୁଷ ଆରମ୍ଭ ହୋଇଯାଇଥାଏ। 80 ବର୍ଷ ହେଲା ପରେ ତାର ସବୁ ବଳ ସରି ଯାଇଥାଏ। ତାର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଠିକ ସେ କାମ କରିନଥାଏ। ସେ ଚାଲି ବୁଲି ପାରେ ନାହିଁ। ତାର ଆଖିକୁ ଠିକ ସେ ଦେଖାଯାଏ ନାହିଁ। ସେ ପେଚା ଭଳି ଗୋଟିଏ ଜାଗାରେ ବସି ରହେ। ନା ସେ କିଛି କରିପାରେ ନା ସେ କିଛି କାହାକୁ କହିପାରେ। ପେଚା ଭଳି ବଡ ବଡ ଆଖି କରି ସବୁ ଦେଖୁଥାଏ। ମହାଦେବ କହିଲେ ମନୁଷ୍ୟ ଏହିପରି ଭାବରେ ଗଧ ପେଚା କୁକୁରଙ୍କ ଆୟୁଷ ନେଇ ସେମାନଙ୍କ ଭଳି ବଞ୍ଚିଥାଏ। ସାଙ୍ଗମାନେ, ଆଜିକାଲି କଳି ଯୁଗରେ ତ ମନୁଷ୍ୟ ଆୟୁଷ କମିଗଲାଣି। ଦୂଷିତ ପରିବେଶ, ଦୂଷିତ ଖାଦ୍ୟ, ଦୂଷିତ ଜଳବାୟୁ ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ମନୁଷ୍ୟକୁ ମୃତ୍ୟୁବରଣ କରୁଛି। କିନ୍ତୁ ଯେଉଁମାନେ 100 ବର୍ଷ ପର୍ଯ୍ୟନ୍ତ ବଞ୍ଚୁଛନ୍ତି ଆପଣମାନେ ଏହି ସବୁ କଥା ଲକ୍ଷ୍ୟ କରିଥିବେ। ଆପଣମାନଙ୍କୁ ଏ ଭିଡିଓଟି କେମିତି ଲାଗିଲା? ଆଗରୁ ଗୋଟେ କବିତା ଥିଲା, ଆଗେ ବଞ୍ଚୁଥିଲେ 100ରୁ ଅଧିକ ତାପରେ ବଞ୍ଚିଲେ 80, ଏବେ ପରମାୟୁ 60 ପୁରୁନି ଯାଉଛି ସବୁ ଖସି। ସେତେବେଳେ ଲୋକ ମାଣ୍ଡିଆ କୋଳଥ ତା ସହିତ ଘିଅ ଦେଶୀ ଖାଇ ଖଟୁଥିଲେ ସକାଳରୁ ସଞ୍ଜ, ଭେଜାଲ ନଥିଲା ବେଶୀ। ଆଜିକାଲି ଲୋକ ଯାହା ଖାଉଛନ୍ତି ସବୁଥିରେ ମିଶାମିଶି, ଭେଜାଲ ହୋଇଲା ଖାଦ୍ୟ ତେଲ ପାଣି, ପୁଣି ପବନ ଯେ ବେଶୀ। ଖଟିବା ଜାଗାରେ ମଣିଷ ଖଟୁନି, ଖଟିଲାଣି ଯନ୍ତ୍ର ଆସି, ଏହି ସବୁ ଘେନି ଆୟୁଷ କମୁଛି, ମଣିଷ ବଞ୍ଚୁନି ବେଶୀ। ସାଙ୍ଗମାନେ, କେମିତି ଲାଗିଲା ଆଜିର ଭିଡିଓଟି ନିଶ୍ଚିନ୍ତ ଭାବରେ କମେଣ୍ଟ କରି ଜଣାଇବେ। ଆଉ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ ନ କରିଥିଲେ ସବସ୍କ୍ରାଇବ କରିଦେବେ। এইଭଳି ନୂଆ ନୂଆ ଭିଡିଓର ନୋଟିଫିକେସନ ଆପଣମାନଙ୍କ ପାଖକୁ ଚାଲିଯିବ। ଭିଡିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କୁ ଆଶୀର୍ବାଦ ଭଲ ପାଇବା ଏମିତି ମୋ ଚ୍ୟାନେଲ ପ୍ରତି ରହୁଛି। ପୁଣି ଦେଖାହେବ ଆଉ ଏକ ନୂଆ ଭିଡିଓରେ। ସେତେବେଳେ ନମସ୍କାର, ଜୟ ଜଗନ୍ନାଥ।